ସରସ୍ୱତୀ ଶିଶୁ ମନ୍ଦିର ତାର ଆଜି ଯେଉଁ ନବମ ବର୍ଷ ପଦାର୍ପଣ କରିଛି। ପିଲାମାନେ, ଅଭିଭାବକମାନେ ଆଉ ବନ୍ଧୁବାନ୍ଧବ ଉପସ୍ଥିତ ଥିବା ସମସ୍ତ ଅତିଥିମାନଙ୍କୁ ମୋର ଆଜି 77ତମ ବିପ୍ଳବୀ ଡେ ପାଳନ ହେଉଛି ସେଥିପାଇଁ ହାର୍ଦ୍ଦିକ ଶୁଭକାମନା ଜଣାଉଛି। ବିଶ୍ୱର ସର୍ବବୃହତ ଗଣତାନ୍ତ୍ରିକ ରାଷ୍ଟ୍ର ଭାରତ ଆଜି ଯେଉଁ ଉତ୍ସବ ପାଳନ କରୁଛି, ଭାରତର କୋଣ ଅନୁକୋଣରେ ଯେଉଁ ଉତ୍ସବ ପାଳିତ ହେଉଛି, ଏଇଟା ହେଉଛି ଗୋଟେ ବହୁତ ବଡ଼ ସମ୍ମାନର କଥା। ଆଜି ହେଉଛି ଆମେ ଜାତୀୟ ପତାକାକୁ ସମ୍ମାନ ଦେବା, ଦେଶର ସମ୍ବିଧାନକୁ ସମ୍ମାନ ଦେବା, ଦେଶର ଗଣତନ୍ତ୍ରକୁ ସମ୍ମାନ ଦେବା, ଏକ ବିକଶିତ ଏକ ସୁନେଲି ଭାରତର ସ୍ୱପ୍ନ ଦେଖିବା ପାଇଁ ଆମେ ସବୁବେଳେ ଆଶା ରଖିବା। ମୁଁ ଏତିକି କହିବି ଯେ ଦେଶ ସ୍ୱାଧୀନ ପରଠାରୁ ଭାରତ ବହୁତ କ୍ଷେତ୍ରରେ ଆଗେଇଛି, ଏଥିରେ ମାନେ କିଛି ସନ୍ଦେହ କରିବାର ନାହିଁ। ବିଗତ